ବହୁତ ବଡ଼ ବିପଜ୍ଜନକ କଥା ମାନେ ଉପସ୍ଥାପନ କରୁଛନ୍ତି। ବିପଜ୍ଜନକ କଥା। ଅଧିବାସ ମାନେ ନିଶ୍ଚୟ ଆପଣମାନେ ଜାଣିଛନ୍ତି, ମାନେ উপক্রম, অধিবাস শব্দটা হচ্ছে উপক্রম। উপক্রম যেরকম মহাভারতের উপক্রম হচ্ছে কৃষ্ণ ও অর্জুনক সম্বাদ। উপসংহার হচ্ছে আমি গোটে বই লেখিলে আগে তার উপক্রম লেখিবা, তারপর উপসংহার। উপসংহার উপক্রম হল কৃষ্ণ ଆଉ ଅର୍ଜୁନ, ଆଉ ଉପସଂହାର ହେଲା କୃଷ୍ଣ ଆଉ ଉଦ୍ଧବ। ଗଛ ଧବ ବ୍ରଜଂ ସମ ଗୃହୀତ ପାଣି ନା ପାଣି। এই অধিবাসটা বৈষ্ণব সমাজের বেশি প্রচলিত। দৈনিক গৌরাঙ্গ মহাপ্রভু তাম্বুଳ ଚର୍ପଣ କରିବେ, 10 ହାତିଆ ଧୋତି ପିନ୍ଧିବେ, ଫୁଲମାଳା ପକେଇବେ, ନାଗର ସାଜିବେ, ସାଙ୍ଗମାନଙ୍କୁ ନେଇ ନଦିଆରେ ପରିକ୍ରମ କରିବେ। ଯେତେବେଳେ ଫେରିବେ ସେତେବେଳେ ବର୍ତ୍ତମାନ କ'ଣ କରନ୍ତି, ନଗର ଭ୍ରମଣ করে গৌর এলো ঘরে আমার নিতাই এলো ঘরে। গৌর এলো ঘরে আমার নিতাই এলো ঘরে, মানে কিছু উপক্রম আছে, ପାରମ୍ପରିକ ପ୍ରଥା ଅଛି, ସେଇଟା ସେମାନେ ପାଳନ କରନ୍ତି। ତାପରଠାରୁ ଭକ୍ତ ସମାଜରେ ପରିକ୍ରମା କରିବା ଏଟା ଚିରାଚରିତ ପ୍ରଥାରେ ପରିଣତ ହେଇଛି। ଆଉ ଗୋଟେ ବିଶେଷ କଥା, ରବୀନ୍ଦ୍ରନାଥ ଠାକୁର ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଥିଲେ, ପ୍ରବେଶ କରିପାରିଥିଲେ କି? ରବୀନ୍ଦ୍ରନାଥ ଠାକୁର ତ ବ୍ରାହ୍ମଣ, ପ୍ରବେଶ କରିପାରିଥିଲେ না? কারণ আমি বদমাস এইটি বসে গল্প করছি। রবীন্দ্রনাথ ঠাকুর ব্রাহ্মণ, ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ, ପଣ୍ଡାମାନେ ପୁରେଇ ଦେଇନାହାନ୍ତି। ଇନ୍ଦିରା ଗାନ୍ଧୀ ଆସିଥିଲେ, ପ୍ରବେଶ କରିପାରିଛନ୍ତି ନା? ଏସି ଭକ୍ତି ବେଦାନ୍ତ ଆସିଥିଲେ, ପ୍ରବେଶ କରିପାରିଛନ୍ତି? ବିନୋବାଜୀ ଯାଇଛନ୍ତି କି? କାହିଁକି କାହିଁକି ଯାଇପାରିଲେନି ସେମାନେ? ରବୀନ୍ଦ୍ରନାଥ ଠାକୁରଙ୍କୁ ଆମେ ଜାଣୁ ବ୍ରାହ୍ମଣ ବୋଲି। ତାଙ୍କ ବାପା ଦେବେନ୍ଦ୍ରନାଥ ଠାକୁର, ତାଙ୍କର ବାପା ଦ୍ୱାରକାନାଥ ଠାକୁର। ବାଂଲାଦେଶର ଯଶୋର ଜିଲ୍ଲାର ସିଲାଇଦାର ତାଙ୍କର ଜମିଦାର। ସେତେବେଳେ ତାଙ୍କର ଉପାଧି ଥିଲା ପିରାଲି। ଆପଣମାନେ ଜାଣିଛନ୍ତି କି ନା ମୁଁ ଜାଣିନି। ପିରାଲି ବ୍ରାହ୍ମଣ, ପିରାଲି, ପୀର ଏବଂ ଆଲି। ଭାରତକୁ ଚାଲି ଆସି ଯୋଡ଼ାସାଙ୍କରେ ଶାନ୍ତିନିକେତନ କଲିକତାର ଯୋଡ଼ାସାଙ୍କରେ ଘର ନା ଉପାଧି ଲେଖିଲେ କ'ଣ ନା ଠାକୁର, କିନ୍ତୁ ପିରାଲି। ସେଥିପାଇଁ ତାକୁ ପୁରେଇ ଦିଆ ହେଇନଥିଲା ଜଗନ୍ନାଥ ମନ୍ଦିରରେ। କିନ୍ତୁ ଜଗନ୍ନାଥ ଦୟାଳୁ, তার কৃপার তার করুণার সীমা পরিসীমা নাই। সে କ'ଣ କରନ୍ତି, ପ୍ରତିବର୍ଷ ରଥଯାତ୍ରା ସମୟରେ ସର୍ବସାଧାରଣଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡରେ ନିଜେ ଆସନ୍ତି। ଯେଉଁମାନେ ମନ୍ଦିରକୁ ଯାଇଛନ୍ତି, ଦର୍ଶନ କରିଛନ୍ତି, ସେମାନେ ଧନ୍ୟ ହୋଇଛନ୍ତି। ଆଉ ବାକି ଯେଉଁମାନେ ଖ୍ରୀଷ୍ଟିଆନ, ମୁସଲିମ, ଅନ୍ୟାନ୍ୟ ଧର୍ମର, ସେମାନେ କ'ଣ ଅଧ୍ୟୟନ ରହିବେ ନା? ତାଙ୍କୁ ଦର୍ଶନ ଦେବା ପାଇଁ ସେ ନିଜେ ବାହାରି ଆସନ୍ତି। ସ୍ନାନ ଯାତ୍ରା ଦେଖନା, ମନ୍ଦିର ଆସିକି ଉପରେ ବସନ୍ତି, ସର୍ବସାଧାରଣ ଦର୍ଶନ କରିପାରିବେ। ଠିକ୍ ତଦ୍ରୂପ ଆମର ସନାତନ ଧର୍ମରେ ବିଧାନ ଅଛି, ସମସ୍ତେ କ'ଣ ଠାକୁରଙ୍କ ପାଖକୁ ଆସିପାରିଛନ୍ତି ଏଠିକି? କିନ୍ତୁ ଆମେ ଏତେ ଉଚ୍ଚ ଶିକ୍ଷିତ ହେଇଛୁ, ସୁଶିକ୍ଷିତ ହେଇନୁ।
କାରଣ ଅଧଘଣ୍ଟେ ଘଣ୍ଟେ ଆମେ ସ୍ଥିର ହେଇକି ଏଠି ବସିପାରୁନୁ। ଦେଖୁନାହାନ୍ତି, ଖାଇବା ସମୟ ଦେଖିବେ ତ, ପ୍ରସାଦ ପାଇବାର ସମୟ ଦେଖିବେ ତ, ଆମ ଭିତରେ ବ୍ୟାକୁଳତା ନାହିଁ। ଆମେ ତାକୁ ପ୍ରାପ୍ତି ହେବା କେମିତି? ସବୁ ଫାଙ୍କା। ଯେଉଁମାନେ ଆସିଛନ୍ତି ସେମାନେ ସଦ୍ଗୁରୁଙ୍କୁ ଦର୍ଶନ କରୁଛନ୍ତି, ଏଥିରେ କିଛି ସଂଶୟ ନାହିଁ। ଆଉ ଯେଉଁମାନେ ଆସିପାରି ନାହାନ୍ତି ସେ ଅଧନ୍ୟମାନଙ୍କୁ ଧନ୍ୟ କରିବା ପାଇଁ ଠାକୁର ନଗର ପରିକ୍ରମା କରନ୍ତି। ବୁଝିପାରିଲେ ତ, ସେ କେତେ ଦୟାଳୁ। ରାମକୃଷ୍ଣ ପରମହଂସ ସ୍ୱୟଂ ଭଗବାନ, ସେ ନିଜ ଆଡ଼କୁ ଆଙ୍ଗୁଳି ଦେଖେଇ କହୁଛନ୍ତି ଯିଏ ରାମ ଯିଏ କୃଷ୍ଣ, ଏଇ ଦେହରେ ସେ ରାମକୃଷ୍ଣ। କଥାମୃତ ବହି ପଢ଼ିବେ ଶ୍ରୀମ କଥିତ। କିନ୍ତୁ ତାପରେ କହୁଛନ୍ତି ଆରେ ତୁମେ ସଦ୍ଗୁରୁ ଗ୍ରହଣ କର। କି ଅଦ୍ଭୁତ ବେପାର! ସଦ୍ଗୁରୁ ଗ୍ରହଣ କର। ଆଜି ବାଣୀରେ ପଢ଼ିଲା ନା, ମୁଁ ସଦ୍ଗୁରୁ, ମୁଁ ଅବତାର ନୁହେଁ। ସଦ୍ଗୁରୁଙ୍କର କ୍ଷମତା କେତେ! এই যে পড়িলে না, আশ্রয় করিয়া বন্দ শ্রী গুরু চরণ, যা হতে মিলে ভাই কৃষ্ণ প্রেম ধন। কার লেখা? সনাতন গোস্বামী। ସନାତନ ଗୋସ୍ୱାମୀ ଆଗରୁ କିଏ ଥିଲେ? ବାଂଲାଦେଶର ବରିଶାଲର ଦାବିରି ଖାସ ନବାବର ମନ୍ତ୍ରୀ ମୁସଲିମ। ରୂପ ଗୋସ୍ୱାମୀ ସେ ବି ସେଇ ବାଦଶାହଙ୍କର ମନ୍ତ୍ରୀ ଥିଲେ, ନାମ ଥିଲା କ'ଣ? ସାକର ମଲ୍ଲିକ। ସେମାନେ ମୁସଲମାନ ହେଲେ, ମୁସଲମାନଙ୍କ ଭିତରେ ଗୋଟେ ଅଛି ୱାଇଜାଦିଆ। ୱାଇଜାଦିଆ ମାନେ ଆମର ଯେଉଁ କୁହନ୍ତି ବୈଷ୍ଣବ ବା ଭକ୍ତିବାଦୀ, ଶିଆ, ସୁନି, ସୁଫି, ୱାଇଜାଦିଆ। କେମିତି ଲେଖିଛନ୍ତି? ଆଶ୍ରୟ କରିବା ବନ୍ଦ ଶ୍ରୀଗୁରୁ ଚରଣ। ଆମେ ତ ପଢ଼ିଦେଲୁ ସାହିତ୍ୟ ଭାଷା, ଆଶ୍ରୟ ମାନେ ଘରଟା ହେଉଛି ଆମର ଆଶ୍ରୟ। ଦାର୍ଶନିକ ଭାଷାରେ ସେ ଆଶ୍ରୟର ଅର୍ଥ ଆପଣମାନେ ବିନ୍ଦୁ ବିଷୟକୁ ବୁଝି ନାହାନ୍ତି। ଆଶ୍ରୟ କରିବା ବନ୍ଦ ଶ୍ରୀଗୁରୁ ଚରଣ। এই ସନାତନ ଗୋସ୍ୱାମୀଙ୍କ ସମ୍ପର୍କରେ ଠାକୁରଙ୍କର ଉକ୍ତି ଅଛି, ଏକା ସାଙ୍ଗରେ ଜଗତରେ ଦୁଇ ଜଣ ସଦ୍ଗୁରୁ ଆସିବେ ନାହିଁ। ଆସିପାରିବେ କି? 1904ରେ ଗଲେ ସଦ୍ଗୁରୁ ବିଜୟ କୃଷ୍ଣ, 5ରେ ଆସିଲେ ନିଗମାନନ୍ଦ। ଦୁଇ ଜଣ ସଦ୍ଗୁରୁ ଏକା ସାଙ୍ଗରେ ଆସିପାରିବେ ନାହିଁ, ଶାସ୍ତ୍ରୀୟ ବିଧାନ ନାହିଁ। କିନ୍ତୁ ଗୌରାଙ୍ଗ ମହାପ୍ରଭୁ ଏମିତି ଜଣେ ଅବତାର, ତାଙ୍କର ଲୀଳା ପ୍ରକଟ କରିବା ପାଇଁ ଏକା ସାଙ୍ଗରେ 5 ଜଣ ସଦ୍ଗୁରୁଙ୍କର ଆବିର୍ଭାବ। ଜୟ রূপ সনাতন ভট্ট রঘুনাথ, শ্রীজীব গোপাল দাস রঘুনাথ। এই 6 গোসাই যাবে ব্রজ করলেন বাস, রাধা কৃষ্ণ নিত্যলীলা করলেন প্রকাশ। বিনা সদ্গুরুরে মଣିষর জীবন କିଛି ହେବ ନାହିଁ। ଆମେ ମୋବାଇଲ ଚଲେଇବା, ମୋବାଇଲ ବ୍ୟବହାର କର ନା, କର କି ନାହିଁ? ଯଦି ନେଟରେ ଲିଙ୍କ ନଥାଏ, ଯେତେ ନିଗମାନନ୍ଦକୁ, ଯେତେ ଈଶ୍ୱରଙ୍କୁ, କୃଷ୍ଣଙ୍କୁ, ଜଗନ୍ନାଥଙ୍କୁ ଭଜନ କର ନା କାହିଁକି, ଯଦି ସଦ୍ଗୁରୁଙ୍କ ସାଥିରେ ଲିଙ୍କ ନଥାଏ ଜୀବନଟା ତୁଚ୍ଛ। ତେଣୁ এই ସଦ୍ଗୁରୁ ସାଥିରେ ଲିଙ୍କ ହେବା, ସେଇ ନଗର ଭ୍ରମଣ କରି ଜୀବକୁ ଉଦ୍ଦୀପନା ଦିଅନ୍ତି। ଉଦ୍ଦୀପନା, ଆଲମ୍ବନ, ବିପ୍ରଲମ୍ବ, କେତେ ରକମ କାୟଦା ସେ କରନ୍ତି। ଆମେ ଦୈନିକ ଜଗନ୍ନାଥଙ୍କୁ ପୂଜା କରୁଛେ, କିନ୍ତୁ ବିନା ସଦ୍ଗୁରୁରେ ଗୁରୁ କୃପା না হইলে কৃষ্ণ কৃপা ନାହିଁ ମିଳେ। কৃষ্ণ রুষ্ণ হলে গুরু রাখিবারে পারে, গুরু রুষ্ণ হলে কৃষ্ণ রাখিবারে নারে। ଆମେ ନିଗମାନନ୍ଦଙ୍କ ପାଖକୁ ଆସୁ, କିନ୍ତୁ ଲିଙ୍କ ରଖୁନୁ। ଠାକୁରଙ୍କର ଯେଉଁ ସାମ୍ବିଧାନିକ, ସେ ବିଷୟରେ ଆମେ ୱାକିଲ ବହାଲ ନଉ। ବଡ଼ ବଡ଼ ଷ୍ଟାମ୍ପ ମାରିଦେଲୁ ଆମେ ନିଗମାନନ୍ଦଙ୍କର ଭକ୍ତ, କିନ୍ତୁ পোল ଅଧିକ ବୋଲ। ଆଶ୍ରୟ ତତ୍ତ୍ୱ କାଲି ଆମେ ଆଲୋଚନା କରିବା। ଏ ଆଶ୍ରୟ ତତ୍ତ୍ୱଟା କ'ଣ?